ମା ଦିବ୍ୟ ସମାଚାରରୁ ଆମେ ପଢିବା ଯୋଗରେ ଦୀକ୍ଷିତ କରିବାକୁ ହେବ। କେ ବନାରସରେ ଅଧ୍ୟୟନ କରୁଥିବା ସମୟରେ ବଙ୍ଗଦେଶର ଚାନ୍ଦେର ନାଗର ସହରରୁ ପ୍ରବର୍ତ୍ତକ ସଂଘ ତରଫରୁ ପ୍ରକାଶିତ ହୋଇଥିବା ଗୋଟିଏ ପତ୍ରିକାରୁ ଶ୍ରୀଅରବିନ୍ଦଙ୍କ ଓ ତାଙ୍କର ପୂର୍ଣ୍ଣ ଯୋଗ ସମ୍ବନ୍ଧରେ ଜାଣିବାକୁ ପାଇଲେ। ସେ କଲେଜ ପାଠପଢା ଛାଡ଼ି ଦେଇ ଶ୍ରୀଅରବିନ୍ଦଙ୍କୁ ଭେଟିବା ପାଇଁ ଚାନ୍ଦେର ନାଗର ଚାଲିଗଲେ। ସେହି ପ୍ରବର୍ତ୍ତକ ସଂଘର ସେକ୍ରେଟାରୀ ତାଙ୍କୁ ପଣ୍ଡିଚେରୀ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେ ପଣ୍ଡିଚେରୀ ପହଞ୍ଚି ଗୋଟିଏ ସାକ୍ଷାତକାର ପାଇଁ ଅନୁରୋଧ କଲେ। ତାହା ମଞ୍ଜୁର ହେଲା। ଯୁବକ ଛାତ୍ରଟି ଯାଇ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତେ ଶ୍ରୀଅରବିନ୍ଦ ତାଙ୍କୁ ପଚାରିଲେ, ହେ ଯୁବକ, ତୁମେ କଣ ଚାହୁଁଛ, ଯୋଗ ଅବା ଜ୍ଞାନ? କେ ସହସା ଉତ୍ତର ଦେଲେ, ସାର୍, ମୁଁ ଯୋଗ ଚାହୁଁଛି। ଶ୍ରୀଅରବିନ୍ଦ ତାଙ୍କୁ ଗମ୍ଭୀର ଦୃଷ୍ଟିରେ ଚାହିଁଲେ। କେଙ୍କର ଆଉ କହିବାକୁ କିଛି ନଥାଏ। ସେ ପ୍ରଣାମ ନିବେଦନ କରି ଚାଲି ଆସିଲେ। ପରେ ଶ୍ରୀଅରବିନ୍ଦ ବାରିନ୍ଦ୍ରକୁ କହିଲେ, ଯୁବକର ଆତ୍ମା ଯୋଗ ଚାହୁଁଛି, କିନ୍ତୁ ସ୍ୱଭାବ ଖୁବ୍ ବକ୍ର ଏବଂ ଅସଭ୍ୟ। ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିବ, ମାତ୍ର ତାଙ୍କୁ ଯୋଗରେ ଦୀକ୍ଷିତ କରାଇବାକୁ ପଡ଼ିବ। କେଙ୍କର ଜୀବନରେ ସହସା ପଡ଼ା ଉଠା ଆରମ୍ଭ ହୋଇଯାଇଥିଲା। ଜୀବନରେ ଏକ ସୁତଳ ଯୁଦ୍ଧ ଲାଗିଲା, ପରନ୍ତୁ ସେ କେବେ ହେଲେ ବାଟରୁ ଅବାଟକୁ ଗଲେ ନାହିଁ। ସେ ବୀର ପରି ଯୁଦ୍ଧର ସମ୍ମୁଖୀନ ହେଲେ ଏବଂ ଶ୍ରୀଅରବିନ୍ଦ ଓ ଶ୍ରୀମାଙ୍କ ସେବାରେ ତାଙ୍କ ନିଜ ବାଟରେ ପାରୁ ପର୍ଯ୍ୟନ୍ତ ଲାଗି ରହିଥିଲେ। ତାଙ୍କ ଜୀବନର ଶେଷ ପ୍ରାନ୍ତରେ କେ ଆଶ୍ରମରେ ସ୍ଥାନ ପାଇପାରିନଥିଲେ। ତାଙ୍କ ଜୀବନର ଶେଷ ପ୍ରାନ୍ତରେ କେ ଆଶ୍ରମରେ ସ୍ଥାନ ପାଇପାରିଥିଲେ। ସେ ଶ୍ରୀମାଙ୍କର ସ୍ନେହ ବନ୍ଧନ ଓ ଯତ୍ନ ମଧ୍ୟରେ ଅଳ୍ପ କେତେ ମାସ ରହିଲା ପରେ ଶରୀର ତ୍ୟାଗ କରିଥିଲେ।